ଏହି ଦୃଶ୍ୟ ହେଉଛି ନୟାଗଡ଼ ଉପଖଣ୍ଡ ସିନ୍ଦୁରିଆ ସରକାରୀ ଉଚ୍ଚ ବିଦ୍ୟାଳୟର 1.5 ମାସ ଛୁଟି ପରେ ସ୍କୁଲ ଖୋଲିଛି ଏବଂ ଛାତ୍ରଛାତ୍ରୀମାନେ ପୁଣି ଶ୍ରେଣୀ କକ୍ଷକୁ ଫେରି ପାଠପଢ଼ା ଆରମ୍ଭ କରିଛନ୍ତି। ତେବେ ଅଷ୍ଟମ ଶ୍ରେଣୀରେ ସାହିତ୍ୟ ପାଠ ପଢୁଥିବା ପିଲାମାନଙ୍କ ସମ୍ମୁଖରେ ଦେଖାଦେଇଛି ବଡ଼ ସମସ୍ୟା। ନୂଆ ବହି ସମୟରେ ମିଳିନଥିବାରୁ ସେମାନେ ପାଠପଢ଼ାରେ ଅସୁବିଧା ଭୋଗୁଛନ୍ତି। ଯେଉଁ କିଛି ବହି ମିଳିଛି ସେଥିରେ ଅନେକ ଭୁଲ ଶବ୍ଦ ରହିଥିବାରୁ ଆଉ ଏକ ନୂଆ ଚିନ୍ତା ଉତ୍ପନ୍ନ ହୋଇଛି। ଏହାକୁ ନେଇ ଛାତ୍ରଛାତ୍ରୀମାନେ ଦ୍ୱିଧାରେ ପଡ଼ିଛନ୍ତି। ଆଜିଠୁ ପ୍ରାୟ 1.5 ମାସ ହେଲା ସ୍କୁଲଟି ଛୁଟି ଥିଲା, ଏବେ ଖୋଲିଲା ରଜ ପରେ। ତ ଆମର ବହି ପ୍ରାୟ ଆସିନାହିଁ। ବହି ପ୍ରାୟ 4ଟି କି 5ଟି ଆସିଛି। ପ୍ରାୟତଃ ବହି ପଢ଼ାରେ ଅସୁବିଧା ହେଉଛି, ଆମେ ପଢ଼ିପାରୁନୁ। ଏମିତିରେ ସରକାରଙ୍କୁ ନିବେଦନ ଯେ ଆମକୁ ବହି ଶୀଘ୍ର ଦେଲେ ଆମେ ଖୁସି ହେବୁ ଯେ ଆମର ପଢ଼ାଟି ଅସୁବିଧା ଯେହେତୁ ଆମର ଅଷ୍ଟମ ହେଲାଣି, ବୋର୍ଡ଼ ପରୀକ୍ଷା ବି ରହୁଛି। ଆମର ପରୀକ୍ଷାରେ ମାନେ ଆଗକୁ ଆମେ ଭଲ ବି କିଛି କରିପାରିବୁ, ଯେହେତୁ ଆମର ଏଇଟା ଆଗରୁ ଭବିଷ୍ୟତ ବି ଅଛି ଆଗକୁ। ଆମେ କିଛି ଚାହୁଁଛୁ, ସରକାରଙ୍କୁ ନିବେଦନ ଦେଉଛୁ କି ଆମକୁ ଶୀଘ୍ର ବହିଟି ମିଳିଯାଉ। ଆମକୁ ଜିଜ୍ଞାସା ମିଳିଛି, ମ୍ୟାଥ୍ ମିଳିଛି, ଇଂଲିଶ ମିଳିନାହିଁ, ଓଡ଼ିଆ ଆଉ ଖେଳ ଶିକ୍ଷା ମିଳିଛି, ସାହିତ୍ୟ ମିଳିଛି। ଆପଣ କିଛିଟା ଭୁଲ ରହୁଛି ବୋଲି ଆଶା, କିଛିଟା ଭୁଲ ଅଛି ବୋଲି ଆମେ ଶୁଣୁଛୁ। ଆମେ ବହି ମାନେ ଛୁଟିରେ ଆମେ ବହି ପଢ଼ିଲା ବେଳେ ସେଥିରେ କିଛିଟା ମାନେ ବହି ପଢ଼ିଲା ବେଳେ ସେଥିରେ କେତେଟା କ୍ୱେଶ୍ଚିନ୍ ଆନ୍ସର୍ ମାନେ ଭୁଲ କ୍ୱେଶ୍ଚିନ୍ ଅଛି, ତାହାକୁ ଆମେ କରେକ୍ସନ୍ କରିକି ଆମେ କୋଚିଂ ଟିଚରମାନଙ୍କଠୁ ଜାଣିଲୁ ଯେ ଏଇଟା ମାନେ କ୍ୱେଶ୍ଚିନ୍ଟା ଭୁଲ ଅଛି, ତାକୁ କରେକ୍ସନ୍ କରିକି ତାର ଠିକ୍ ଆନ୍ସର୍ଟା ବାହାର କରୁ। ବହିରେ ଓଡ଼ିଆ ବହିରେ ଆମେ ଖାଲି ଓଡ଼ିଆ ବହିଟା ପଢ଼ୁଛୁ, ଆଉ କିଛି ଏମିତି ଅଛି ସଂଶୋଧନ ମାନେ ଯାହା ଭୁଲ ଥିବ ଏଟାକୁ ଠିକ୍ କରିକି ପଢ଼ଉଛନ୍ତି। ନୂଆ ବହି ରଜ ମାନେ ସ୍କୁଲ ମାନେ ଛୁଟିରେ ଥିଲାବେଳେ ସ୍କୁଲକୁ ଡାକିକି ବହି ଦିଆହେଉଥିଲା। ବହି ଦିଆ ସାରିଲା ପରେ ଆମେ ସେଇ ଛୁଟିରେ ବହି ପଢ଼ିଲୁ। ସେଇ ବହିରୁ ମାନେ କିଛିଟା କ୍ୱେଶ୍ଚିନ୍ ଭୁଲ ଅଛି, ତାକୁ ଆମେ ଟିଚରଙ୍କୁ ପଚାରିକି ସଂଶୋଧନ କରି ପଢ଼ୁଛୁ। ସେପଟେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଭିଯୋଗ କରିଛନ୍ତି ଯେ ସ୍କୁଲ ଖୋଲିଥିଲେ ମଧ୍ୟ ଆବଶ୍ୟକ ଶିକ୍ଷକ ଅଭାବ ଏବଂ ବହିରେ ଭୁଲ ଥିବାରୁ ପାଠପଢ଼ାରେ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଶିକ୍ଷକମାନେ ଭୁଲ ଶବ୍ଦଗୁଡ଼ିକୁ ସଂଶୋଧନ କରି ପିଲାମାନଙ୍କୁ ପଢ଼ାଉଥିବା ସତ୍ତ୍ୱେ ପାଠ୍ୟପୁସ୍ତକର ଭୁଲ ଛପାକୁ ନେଇ ଅସନ୍ତୋଷ ଓ ଚିନ୍ତା ଦେଖାଦେଇଛି। ଫଳରେ ଛାତ୍ରଛାତ୍ରୀମାନେ ଏବେ ପାଠପଢ଼ାକୁ ନେଇ ସନ୍ଦେହ ଓ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂଆଗିରି ସ୍କୁଲ ଖୋଲିଲାନି ଆଜି ବହୁତ ଦିନ ପରେ। ଏବେ ଆମେ ତ ସରକାରୀ ନିୟମରେ ବନ୍ଧା, ପୂର୍ଣ୍ଣ ମାତ୍ରାରେ ସବୁ ପିଲାଙ୍କ ପାଇଁ ବହି ଆମ ପାଖରେ ପହଞ୍ଚି ନାହିଁ, ସରକାର ଯୋଗାଇ ପାରି ନାହାନ୍ତି। ଯାହା ବି ଅଧାରୁ ଅଧିକ ପିଲା ପାଇଛନ୍ତି ବହି, ତ୍ରୁଟି ବି କିଛି ରହିଛି ସେଇଥିରେ। ଏଇଟା ବି ସବୁ ଜାଗାରେ ବର୍ତ୍ତମାନ ଆଲୋଚନା ହେଉଛି। ସେଇଥିରେ ଆମର ପ୍ରଶିକ୍ଷଣ ପ୍ରାପ୍ତ ଭଲ ନାଁ କରିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଇଠାରେ ଅଛନ୍ତି। ସେମାନେ ତାଙ୍କ ନିଜର ଜ୍ଞାନ ଦେଇ ସେ ନିଜ ସବୁ ସଂଶୋଧନ କରି ପିଲାଙ୍କୁ ଯଥେଷ୍ଟ ପରିମାଣରେ ବୁଝାଇ ତାକୁ ଚେଷ୍ଟା। ବହିର ଯେଉଁ ଆବଶ୍ୟକତା ଅଧିକା ଅଛି, ପିଲା ତ ପଛରେ ନାଁ ଲେଖାଇଛନ୍ତି, ନାଁ ଲେଖାର ସଂଖ୍ୟାଟା ଉପରକୁ ଆମର ଠିକ୍ ସମୟରେ ଯେଉଁ ମାଗିଥିଲେ ଯାଇ ବିଳମ୍ବ ହେଲା ବହି ଦେବା ଆସିବାରେ। ସେଥିପାଇଁ ବହି ଏବେ ଆସିବ, ନିକଟରେ ଆସି ପହଞ୍ଚିବ, ପିଲା ପାଇବେ। ସେ ଆପୋଷ ଭାବରେ କଥାବାର୍ତ୍ତା ପାଖରେ ବସେଇ ଗୋଟେ ପିଲା ଆଉ ପିଲା ଯୋଡ଼ି ପାଠ ପଢ଼ା ହେବ। ତ୍ରୁଟିକି ମାର୍ଜନ କରିବେ, ମାର୍ଜନ କରିକି ନିଜ ଶିକ୍ଷକ ଶିକ୍ଷୟିତ୍ରୀ ସେମାନେ ଏତେ ପାରଙ୍ଗମ ଯେ ଆଶା ନିଶ୍ଚିତ ସେମାନଙ୍କର ଡାଉଟ୍ କ୍ଲିୟର କରିଦେବେ। ସାରା ରାଜ୍ୟ ପାଇଁ ସବୁଆଡ଼େ ଏଇଟା ବ୍ୟାପକ ଭାବରେ ବ୍ୟାପିଛି। 1.5 ମାସ ତ ଆମର ସ୍କୁଲ ଛୁଟି ହେଇଗଲା। ଗ୍ରୀଷ୍ମ ଛୁଟି ପରେ ପିଲାମାନେ ଆସିଲେ। ଆଗରୁ ପିଲାମାନଙ୍କୁ ବହି ଦିଆଯାଇଥିଲା, ତାପରେ ବହିରେ ଏଥର ଟିକେ ସଂଶୋଧନ କରାଯାଇକି ନୂତନ ବହି କରାଯାଇଛି, କିନ୍ତୁ ତା ଦେହରେ ଟିକେ ତ୍ରୁଟି ରହିଛି। ଆମେ ପିଲାମାନଙ୍କୁ ପଢ଼ାଇଛୁ ଏବଂ ଏପର୍ଯ୍ୟନ୍ତ ଯେତିକି ପଢ଼ା ହେଇଛି, ଆଜି ତ ସ୍କୁଲ ଖୋଲିଲା, ଗୋଟେ ବିଷୟ ବାସ୍ ଚାପ୍ଟରଟେ ପଢ଼ା ହେଇଛି, କିନ୍ତୁ ତା ଦେହରେ କିଛି ତ୍ରୁଟି ନାହିଁ। ଆଗକୁ ଯାହା ତ୍ରୁଟି ଆସିବ ଆମେ ତ ତ୍ରୁଟିଟାକୁ ଆଉ ପଢ଼ାଇବୁନୁ, ତାକୁ ସଂଶୋଧନ କରିକି ପିଲାମାନଙ୍କୁ ପଢ଼ାଇବୁ। ଆଉ ସେଇ ତ୍ରୁଟିଟାକୁ ଟିକେ ମାର୍କିଂ କରିଦେବୁ, ସଂଶୋଧନ କରିକି ପଢ଼ାଇବାକୁ କୁହାଯାଇଛି। ସଂଶୋଧନ କରିକି ଆମେ ବହିକୁ ଆଗକୁ ନେବୁ ବୋଲି କୁହାଯାଇଛି। ବହି ସବୁ ମିଳିନି ଆମକୁ, ବାସ୍ 4-5 ଖଣ୍ଡ ଲେଖା ବହି ଆସିଛି, ସବୁ ବହି ଏପର୍ଯ୍ୟନ୍ତ ଆସିନି। ତେଣୁକରି ଆମେ ଦେଖିନୁ ବହି କ'ଣ ଅଛି କ'ଣ ନାହିଁ, ଆମେ ଦେଖିନୁ। ଆମକୁ ବାସ୍ 4-5 ଖଣ୍ଡ ଲେଖା ବହି ଏମିତି ଆସିଛି, ସବୁ ବହି ଆସିନାହିଁ। ପ୍ରତି କ୍ଲାସ୍ର ମଧ୍ୟ ଆସିନାହିଁ, ସବୁ ବହି ଆସି। ହଁ, ତ୍ରୁଟି ଅଛି, ଆଗକୁ ଅଛି। ଆମେ ତ ଆଉ ଏମିତି ନେଇନୁ ପଢ଼େଇନୁ, ପ୍ରଥମ ବିଷୟଟା ଖାଲି ଯାହା ପଢ଼େଇଛୁ। ଆଗକୁ ଅଛି ତ୍ରୁଟି, ତାକୁ ସଂଶୋଧନ କରିକି ପଢ଼େଇବୁ। ନୟାଗଡ଼ରୁ ମାନସ କୁମାର ସାହୁଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।